ଦେଖୁନାହାନ୍ତି ମୁକା ହସ ଦେଇକି ହସୁଛି ବାଇଆ ଭଳିଆ। ଜୟ ଶ୍ରୀରାମ ସାଙ୍ଗମାନେ ଆମ ଭାଇ ବ୍ଲଗକୁ ସେୟାର ଲାଇକ୍ ସବସ୍କ୍ରାଇବ କରିବେ। ଏ ସାନ ଭାଇର କଥା ରଖିଲେ ଆପଣ ଭଗବାନ କେତେ ବାଟ ନେଇକି ଭଲରେ ପହଞ୍ଚେଇ ଦେବେ। ଆପଣ ମାନେ କେମିତି ଅଛନ୍ତି? ଭଲ ଅଛନ୍ତି ତ? ମୁଁ ଆଶା କରୁଛି ଆପଣ ମାନେ ସେମିତି ଭଲ ଥିବେ। ଏବେ ମୋ 10ମ ପରୀକ୍ଷାଟି ସରିଯାଇଛି। ଏବେ ମାନେ ପରୀକ୍ଷା ସରିଗଲା ପରେ ପୁରା ମୁଣ୍ଡ ଟିକେ ଫ୍ରି ଅଛି। ଏବେ ପୁରା ଫ୍ରି ମୁଁ ହେଇଯାଇଛି ବି। ଆଉ କେତେ 13 ତାରିଖରୁ ବି ମୋର ସମର କ୍ଲାସ୍ ଷ୍ଟାର୍ଟ ହେଇଯାଉଛି। ମୁଁ ଯିବି ନା ଯିବିନି ଭାବୁଛି। ହଁ ଯିବା, କିଛି ଅସୁବିଧା ନାହିଁ, ଯିବା। ଆଜି ଗୋଟେ ରବିବାର ଅଛି ମାନେ ଗୋଟେ ଭୋଜିଟା କରିବା କି ନାହିଁ ସେଇ ଯୋଉ ଗୋଟେ ପ୍ଲାନିଂ ହେଲା। ତାପରେ ଗୋଟେ ଭୋଜି ଆୟୋଜନ କରାହେଲା ଦ୍ୱିପହରେ ଯେ ମୁଁ ମାନେ ଏତେ ବ୍ୟସ୍ତ, ମୁଁ ତ ରୋଷେଇ କରିବି ବିରିୟାନୀ, ରୋଷେଇ ହେଲା ବ୍ୟସ୍ତ ଥିଲି ଯେ ମୁଁ କରିପାରିଲିନି। ଏବେ ଆଶା କରୁଛି ମାନେ ସବୁ ଥରକ ମାନେ ଭିଡ଼ିଓ ଆଣିବାକୁ ମୁଁ ଚେଷ୍ଟା କରୁଛି। ଇଏ ଆମ ପାଖେ ଗୋଟେ ବଇଛି, ଇଏ ଗୋଟେ ବାଇଆ ଦେଖନ୍ତୁ, ଇଏ ଗୋଟେ କଷ ବାଇଆ। ୟା ମନ ହେଲେ ମୋ ପାଖେ ଆସି ବସିବ, ୟା ମନ ନହେଲେ ମନ ଇଚ୍ଛା ଗୀତ ଗାଇବ। ଇଏ କଷ ବାଇଆ ଦେଖନ୍ତୁ। ଏବେ ବ୍ଲଗଟି ଦେଖନ୍ତୁ କେମିତି କଣ ଚାଲିଛି। ମୁଁ ତ କିଛି ଭିଡ଼ିଓ କରିନି। ଏବେ କିଏ ସେଇ ଗୁଲାନି ଫୁଲାନି କଣ ଭିଡ଼ିଓ କରୁଛନ୍ତି। ଭିଡ଼ିଓ ଦେଖନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିବ, ଭଲ ଲାଇକ୍ କମେଣ୍ଟ ସେୟାର କରିବେ, ସବସ୍କ୍ରାଇବ କରିବେ। କିନ୍ତୁ ସବୁଦିନ ମୁଁ ଚେଷ୍ଟା କରିବି ଯେ ବ୍ଲଗ ଆଣିବାକୁ। ଆଉଥିବ କାହିଁକି ଆମେ ଗଞ୍ଜି ଖୋଲିକି 2 ଜଣ ବଇଛୁ, ସିଏ ବି ଗଞ୍ଜି ଖୋଲିନଠି। ହଁ ମୁଁ ଜାଣିନଥିଲି ତ। ଆଉ ମୁଁ ତ ଟିକେ ଭିଡ଼ିଓ କରୁଛି, ମୁଁ ଜାଣିବି ଡାଉଟ୍ ତ ଟିକେ ଥବ ନା, କାହିଁକି ନା ଗରମ ଟିକେ ହଉଛି ତ, ମାନେ ଘରେ ବସିବନି, ଟିକେ ଲୁଡୁ ଖେଳିବା। ପରୀକ୍ଷା ସରିଯାଇଛି, ଖୁସି ଟିକେ ହେଇଯାଇଛି। ମୋର ଟିକେ ମନେ ପଡ଼ିଗଲା ଭିଡ଼ିଓଟା ଇଣ୍ଟରଭ୍ୟୁ ହେଇନି ମାନେ ସେଟାକୁ ଛାଡ଼ିଦେବା ଭିଡ଼ିଓଟାକୁ। ସେ ଯୋଉ ଟିକେ ମୁଁ ଦାଣ୍ଡରେ ବସି ଲୁଡୁ ଖେଳୁଛୁ। ଦେଖୁନାହାନ୍ତି ମୁକା ହସ ଦେଇକି ହସୁଛି ବାଇଆ ଭଳିଆ। ଜୟ ଶ୍ରୀରାମ ସାଙ୍ଗମାନେ ଆମ ଭାଇ ବ୍ଲଗକୁ ସେୟାର ଲାଇକ୍ ସବସ୍କ୍ରାଇବ କରିବେ। कौन है ये लोग? कहां से आते हैं? ସାନ ଭାଇର କଥା ରଖିଲେ ଆପଣଙ୍କୁ ଭଗବାନ କେତେ ବାଟ ନେଇକି ଭଲରେ ପହଞ୍ଚେଇ ଦେବେ। A few moments later. ମୁଁ ତ ସଉଦା କିଣିବାକୁ ପଳେଇଥିଲି, ମୁଁ କିଛିଟା ଭିଡ଼ିଓ କରିନି। ଏବେ ମାନେ ମୁଁ ତ ଯୋଉ ରୋଷେଇଆ, ମୁଁ ବ୍ଲଗ କରିନି ଜମା। ଆମେ ତ ଜଙ୍ଗଲରେ ଭିଡ଼ିଓ କରୁ। ଆପଣମାନେ ତ ଗୋଟେ ଡାଉଟ୍ ଥିବ ନା କଣ ଘରେ ଭିଡ଼ିଓ କରୁଛନ୍ତି, କାହିଁକିନା ଏଇଟା ଗୋଟେ ଗୁଡ଼ୁଆରେ ନୂଆ ଜାଗା, କିନ୍ତୁ ବର୍ଷା ମେଘ ଆସିଲା ତ ଆମେ କହିଲୁ ଘରକୁ ଆସି କରିବୁ। ଏବେ ତ ମୋର ସେନା ଚିକେନଟାକୁ ମ୍ୟାରିନେଟ୍ କରିବା ପାଇଁ ଦହି ଫହି ସବୁ ମାନେ ମସଲା ପକେଇକି ମ୍ୟାରିନେଟ୍ କରିବା ପାଇଁ ଗୁଳାଗୁଳି ହେଉଛି। ଯେହେତୁ ମୁଁ ରୋଷେଇଆ, ମୋ ଉପରେ ସବୁ ଦାୟିତ୍ୱ ଛଡ଼ା ହେଇଯାଇଛି। ଏବେ ଆମର ଚିକେନ ଆମର 2 କିଲୋ ହେଇଛି, ମସଲା ମସଲି କଷା। ହଁ ଆପଣମାନେ ତ କହୁଥିବେ ମୁଁ ରାତି 2ଟା ହେଲାଣି ବି ବ୍ଲଗ ଏଡ଼ିଟିଂ ଚାଲିଛି ମୋର। ଏବେ ଦେଖନ୍ତୁ ପୁରା ମ୍ୟାରିନେଟ୍ କରିକି ଚାଲିଛି। ଆଉ ଭିଡ଼ିଓଟି ଯଦି ଭଲ ଲାଗିଛି ଆପଣଙ୍କୁ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ। ବର୍ତ୍ତମାନ ଏବେ ଦହି ପଡ଼ିଲା, ଲେମ୍ବୁ ଚୁପୁଡ଼ା ହେଲା ପରେ ଲୋନା ଲେମ୍ବୁ ଚୁପୁଡ଼ିଛି, କହୁଛି ମୁଁ ଟିକେ ଶିଖେଇବି ତୋର ରୋଷେଇଆ। ଏପଟେ ଆମ ଦେଖିଦେବେ କ'ଣ ଟାଙ୍ଗୁରୁକୁ ଦେଖିଲା, ହଁ ଟାଙ୍ଗୁରୁ ଏବେ ଢାଙ୍କଣାକୁ ଧରିକି ଖଡ଼ ଖଡ଼ କରୁଛି। ଟାଙ୍ଗୁରୁ ଆମ ଟାଙ୍ଗୁରୁ ପୁରା ମ୍ୟାରିନେଟ୍ କରିକି ପୁରା ଗୁଳା ହେଇକି ରଖା ହେଇଗଲା। ବର୍ତ୍ତମାନ ଆଉ ସବୁ ଦେଖୁଛନ୍ତି କେମିତି କ'ଣ ସବୁ ଚାଲିଛି। ଦେଖନ୍ତୁ ଏବେ ଇଏ ଖାଲି ଉଣ୍ଡିକି ରହିଛି, ଆମ ଟାଙ୍ଗୁରୁ ଦେଖୁନ କି ନାଚୁଛି, ପୁରା ନାଚିକି ଡ୍ରମ୍ ଉପରେ ହଲ ହଲ ହେଉଛି।
ଗୀତ ବାଜୁଛି ବୋଲି ସେ ପୁରା ଅନେଇକି ଘରେ କେମିତି ହଉଛି ଦେଖନ୍ତୁ। ଏବେ ଗୀତ ଫୋନ୍ ଦେଖିଦେଇ କେମିତି ହଉଛି, ସେ ନାଚୁନି। ଏବେ 10 ପାଣି ବସିକି ଗୋଟେ ଡିସ୍ରେ ତାର ତେଜପତ୍ର, କିଛି ଗୋଟା ମସଲା, ପୋଦିନା ପତ୍ର, ଲେମ୍ବୁ ଟିକେ ଚିପୁଡ଼ିକି, ସୋରିଷ ତେଲ ଟିକେ ପକେଇବା। ପକେଇକି ପାଣି ଫୁଟିଲା ପରେ ତାପରେ ଆମେ ଚାଉଳ ବି ପକେଇବା। ଏବେ ପାଣି ଫୁଟିନି, ଏବେ ସୋରିଷ ତେଲ ପଇଲା ଦେଖନ୍ତୁ। ଏବେ ତାପରେ ଯେତେବେଳେ ଆମେ ଅରୁଆ ଚାଉଳଟା ପକେଇଲୁ ମାନେ ଭିଡ଼ିଓଟି କରିପାରିଲିନି, କାହିଁକି ନା ସେ ଯେଉଁ ଭଳିଆ ଚାଉଳ ମାନେ ଟିକେ ଲେଟ୍ ହେଇଗଲା ମାନେ ଯାଉ ହେଇଯିବ, ସେଇଥିପାଇଁ ଏବେ ଭାତ ଛଣା ହେଉଛି। ଏବେ ମୁଁ ଭିଡ଼ିଓଟି କରୁଛି ଏଇଠୁ ଦେଖନ୍ତୁ। ଏବେ ମୁଁ ଛାଣୁଛି, କିଏ ଭିଡ଼ିଓ କରୁଛି ମୋର ବି ମନ ନାହିଁ। ଏଇଟା କାହାର ଆଣିଛୁ କି? সোনার পকড়ি ছଣା আনে, পকড়ি শিখবা লাগি হ্যালো ଏ ମା ପିଆଜ ଏବେ ଆମର ସୋରିଷ ତେଲ ପକେଇ ଭଜା ହବ, ମାନେ ଲେୟାରିଂରେ ଦେବା ନା ପିଆଜ ଟା ଟିକେ ନଦେଲେ ମସଲାଟା କଣ ଭଲ ଲାଗିବ କି। ଏବେ ପିଆଜ ଆମର ଭାଜିଆ। ଏବେ ତେଲଟା ତାତି ବୋଧେ ଆସିଲାଣି, ଏବେ ପିଆଜଟାକୁ ବୋଧେ ପକେଇଦେଲୁ। ତାପରେ ଏପଟେ କଷୁ ଭାରି ହିନସ୍ତାରେ, ମାନେ ଖାଲି ପବନ ହଉଛି, ଚୁଲି ଜଳୁନି, ଇଟା ଆଣ ଓଦା ଥିଲା ଗାତ କରିକି ଏବେ ପିଆଜ ଭଜା ହଉଛି। ପୁଣି ଜାଲି ଯୋଉଠି ନାଇଁ ଯୋଉ ପକୋଡି ଛଣାରେ ଭଜା ହଉଛି ପିଆଜ ପୁରା ନାଲି ଆଇଲା ଯାଇ ତାକୁ ଭାଜୁଥିବା। ବର୍ତ୍ତମାନ ଏବେ ଅଧା ପିଆଜ କାଢିକି ଏବେ ଡିସରେ ବସେଇଦେଲୁ, ମାନେ ଚିକେନ କଷା ଟିକେ ହବ। ଏପଟେ ଆମର ପିଆଜ ଅଳ୍ପ କିଛି ପକେଇବ, ୟା ପାଇଁ ଯୋଉଟେ ବାଉଁଶ ଆସିଛି। ଏଇଟା କଣ ହବ? ପିଆଜ ପୋଡିଗଲାଣି ସେଇଟା। ଏବେ ପିଆଜଟି ପଡିକି ଭଜା ହେଲା, ପୋଡିଲା ଭଳିଆ ଲାଗିଲା। ପୋଡି ନଥିବ ଯାହା ଲାଗୁଛି। ମୁଁ ରୋଷେଇ କେବେ ମୁଁ ଯେତେଥର ରୋଷେଇ ପାଖକୁ କଲିଣି ନେଇବ କାହିଁ କେବେ କହୁନୁ ପୋଡିନି ତ। ଏବେ ଚିକେନ ଯୋଉ ମ୍ୟାରିନେଟ୍ କରି ଥୁଆ ହେଲା ତାକୁ ଟିକେ ପକା ହବ। ତାପରେ ପାଣି ଦିଆହେଇକି କିଛି ଢାଙ୍କା ହେଇ ଚିକେନ ସିଝିଲା ବେଳେ ଆଉ କିଛି କଷିବାକୁ ପଡିବନି, କଷା ଜମା ହବନି, ପୁରା ପାଣି ଦେଇଦେବେ ଆପଣ। ବିରିୟାନୀ ଯେତେବେଳେ କରୁଛନ୍ତି ପୁରା ତାପରେ ଢାଙ୍କଣା ଦେଇଦେବେ, କଷିବା ଦରକାର ନାହିଁ ଜମା। ଏବେ ପାଣି ଦେଇକି ତାପରେ ଢାଙ୍କଣା ଘୋଡେଇ ଦେବେ, ସେ ସିଝିଯିବ। ହଁ ଖାଉଛୁ ବା, ରଖ ଫୋନ। ପାଣି କଣ ଦଉନୁ? ନା କଷା ପାଣି ମାରିକି ସିଝୁଛି। ଦଉନୁ ପାଣି ତୁ କାହିଁକି ଦେବ? ଗୋଟେ ଶାଶୁଘର କୋଇଠି ଖାଇକି ଆସିବ। ତୁ ପାଣି ଦଉନୁ। ତୁ ଆମର ଘର ଦ୍ୱାର ରହିଯା, ତୋ ସ୍ତ୍ରୀ ଯା କୋଉଠି ଚାକିରି କରି ତୁ ରୋଷେଇ ରୋଷେଇ କର। ଜାଳ ମାର ସିଝୁ। ବର୍ତ୍ତମାନ ଏବେ ଖାଲି କହୁଛନ୍ତି ଗ୍ରେଭି ତିଆରି କରାହବ, ଗ୍ରେଭି କାଢ ଜଲ୍ଦି। ଗ୍ରେଭି ହଉଛନ୍ତି, ଚିକେନ ଝୋଲଟା କାଢିବାକୁ ପଡିବ। ବି ଝୋଲଟା କାଢିଲେ ଇଆଡୁ ମସଲା କମିଯିବ, ଗିନାଟା ହବ କାଢିଦବା। ଡଙ୍କି ବି ନାହିଁ ଆମ ପାଖେ, ଏମିତି ରୋଷେଇ କରୁଛୁ ଆମେ। କଣ କହିବେ କହିଲେ, ତଥାପି ବିରିୟାନୀ ବି କଷ ଟେଷ୍ଟି ହଉଥିଲା। ବର୍ତ୍ତମାନ ଏବେ ବିରିୟାନୀ ଲେୟାରିଂ ଦିଆହବ। ଏବେ ଚାଲିଛି ଲେୟାରିଂ, ସମସ୍ତେ ଏଠି ହାଇ କରୁଛନ୍ତି ଦେଖିଦିଅନ୍ତୁ। ଏବେ ପୁରା ଲେୟାରିଂ ଦଉଛି ମୁଁ, ଏବେ ଭିଡିଓ କରୁଛନ୍ତି ଭାଇ, ଦେଖିଥାନ୍ତୁ। ଲେୟାରିଂ ମାନେ ଜାଳ କିଛି ଦେବେନି ଲେୟାରିଂ କଲା ବେଳେ। ବର୍ତ୍ତମାନ ଏବେ ଲେୟାରିଂ ପାଇଁ ଅନ୍ନ ଦିଆ ହଉଛି, ତାପରେ ଦିଆହବ ପୁଣି ଚିକେନ। ଏବେ ଦିଆ ହଉଛି ଦେଖି ଦିଅନ୍ତୁ।
ତାପରେ କିଛି ବିରିୟାନୀ ମସଲା ବି ପକେଇଦେଲେ ଭଲ ଲାଗିବ। ଗୋଟେ ଦମ୍ ଦିଆହବ କେତେ କଣ ପୁଣି ଚିକେନ ଦେଇ ପୁଣି ଆହୁରି ଭାତ କେତେ ବଳିଛି ତାକୁ ପୁରା ପିଆଜ ଯୋଉ ରଖା ହେଇଛି ଦିଆହବ ବିରିୟାନୀ ମସଲା ପକା ହେଇକି ତାପରେ ପିଆଜ ବି ଦିଆହବ କିଛିଟା ତାପରେ ତ ଦମ୍ ଦେଇକି ଗୁଆ ଘିଅ ମାରିକି ରେଡି କରିଦବା ବିରିୟାନୀ। ଟିକେ ଟିକେ ପକା ଗୋଟେ ଜାଗା ଏମିତି ସବୁ ଛିଞ୍ଚି ପକା ଏମିତି ବାସ୍ ବାସ୍ ସବୁ ଆଉ ପକାନି ଖେଳୁ ହେଲେ କଣ ହବ ପସନ୍ଦ କରିବ ଏ ବୋପାଲୋ ଏ ଯୋଉ ଦମ୍ ବିରିୟାନୀ ଗାଇସ୍ ଆମର ବିରିୟାନୀରେ ଦମ୍ ଦିଆଯାଇଛି ଆଉ ମାତ୍ର ଅଳ୍ପ କିଛି ସମୟର କବେ କଣ ବେଟର ମିନାନି ବେଲା କହୁଛି ପୁଣି ବେଲା ଆମର ଯା ତ କହୁଛି ଏବେ ଆମ ବିରିୟାନୀ ହେଇଗଲାଣି ଫାଇନାଲ ଆମର ରେଡି ହେଇଗଲା ଚୋଖା ଦମ୍ ବିରିୟାନୀ। ଏବେ ଦେଖନ୍ତୁ ଆମ ବିରିୟାନୀଟା କେମିତି ହେଇଗଲାଣି। ଏବେ ବିରିୟାନୀକୁ ବାଢ଼ିବା। ଏପଟେ ଆମର ରାଇତା ରାଇତା ଭିଡ଼ିଓଟା ତ ମୁଁ କରିନି। ହଉ ଫାଷ୍ଟ ଟିକେ ଅନେଇକି ତାପରେ ଫେଣ୍ଟିବାକୁ ପଡ଼ିବ ନା। ଦେଖିଦିଅନ୍ତୁ ପୁରା ବିରିୟାନୀଟା ପୁରା ମସଲା ହବ ମସଲାଦାର। ବର୍ତ୍ତମାନ ଏବେ ସମୟ ହେଲାଣି 4:30। ଭୋକ ପ୍ରବଳ। ଇଏ ଖାଲି ଦୋକାନକୁ ଯିବେ ବୋଲି ହେଉଛି ସେଇ ଯୋଉ ତାକୁ ଦୂର ଦେଇଦେଲେ ଆମେ ପୁରା ବିରିୟାନୀ ରେଡି ହେଲା। ଗୁଡ଼ୁଏ ତ ଖାଲି ସଙ୍ଗେ ସଙ୍ଗେ ଖାଇଦବ ଆଉ ଏମିତି ହେଉଛି ଆଉ। ବର୍ତ୍ତମାନ କାହା ଦେହ ଲାଗିନି। ଗୁଡ଼ୁଏ ମାନେ ଖାଇ ଦଉଛି ମାନେ କାହିଁ ଟ୍ୟୁସନ ଯିବ ବୋଲି ପିଲାଙ୍କ ପାଖକୁ ତରତରିକି ପୁରା ଖାଇ ଦଉଛି। ବଢିଆ ହେଇଛି ବୋଲି ବିରିୟାନୀ ଟା କହୁଛି। ମାନେ ସେ କହୁଛି ଆଉଥରେ ଯଦି ଭୋଜି ହବ ମୁଁ ଦେବି ପଇସା। ସେ କହୁଛି ଏବେ ସମସ୍ତଙ୍କ ଆଡେ ଲାଗିଗଲାଣି ବିରିୟାନୀ। ମୋ ପାଖେ ବି ଲାଗିଗଲାଣି। ମୁଁ ଖାଉଛି। ଆଉ ଭିଡ଼ିଓଟା ଯଦି ଭଲ ଲାଗିଛି ଲାଇକ୍ କମେଣ୍ଟ ସେୟାର କରିବେ। ପଣାକୁ ବି ମୁଁ ଚେଷ୍ଟା କରୁଛି ଆହୁରି ବି ପଣା ଭିଡ଼ିଓ ଆସିବ। କେତେ ଯାତ୍ରା ଭିଡ଼ିଓ ଆସିବ ମଜାଦାର ଭିଡ଼ିଓକୁ ଆସିବ ଦେଖିବେ ଆପଣ। ଏବେ ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର କରିବେ। ଭିଡ଼ିଓଟି ଦେଖନ୍ତୁ ଲାଷ୍ଟ ଯାଏଁ।